କୌଣସି କାରଣକୁ ନେଇ ଦୁଇ ନାବାଳଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ଗଜପତି ଜିଲ୍ଲା କାଶୀନଗର ସହରରେ କୌଣସି କାରଣକୁ ନେଇ ଦୁଇ ନାବାଳଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଦୁଇ ନାବାଳକ ଗୁରୁତର ଆହତ ହୋଇ ପାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ କାଶୀନଗର ସହର ଟାଟା କଲୋନୀର 15 ଓ 17 ବର୍ଷୀୟ ଦୁଇ ନାବାଳଙ୍କ ମଧ୍ୟରେ ଏକ ମୋବାଇଲ ଫୋନକୁ ନେଇ ସାମାନ୍ୟ ବଚସାରୁ ଆରମ୍ଭ ହୋଇ ରକ୍ତାକ୍ତ ସଂଘର୍ଷ ଘଟିଥିଲା। 15 ବର୍ଷୀୟ ନାବାଳକ ଉଭୟ ପରସ୍ପରକୁ ବ୍ଲେଡ୍ ଏବଂ ଛୁରାରେ ଆକ୍ରମଣ କରିଥିଲେ, ଯାହା ଫଳରେ କି 15 ବର୍ଷୀୟ ନାବାଳକଙ୍କୁ ବେକରେ ଗୁରୁତର ଆଘାତ ଲାଗିଥିବା ବେଳେ 17 ବର୍ଷୀୟ ନାବାଳକ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଏନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ ପାଇଛି।